কলকতি কুরারু পটেল আনি আছে মন কলকতি কুরারু পটেল আনি আছে মন মোটে দাদারো দারু বড়াইলো কাছে মুঠি নাই যোগী মহারাজাঙ্কর এব পরাধী বাগর যোগী মহারাজাঙ্কর এব পরাধী বাগর এ গীতে ভোলা নাথ কহিল কাছে মুঠি নাই আজ্ঞা নমস্কার নমস্কার हे बालिक बाबू আজ্ঞা तमे को देखे जल जल देखा कि সতনাকম आम तो डाकिनु तो कल बलिया है कि देऊ तो खाली হ্যাঁ हाँ কাହିଁ ତାହେଲେ ଡାକିଲେ କହୁନାହାନ୍ତି तो घर को पड़े तमे ନାଇଁ ଯିବିନି नुआ बाहाइछ कि ନାଇଁ ମ ହେଇନି नहीं तो ହବ ହବ ହଉଛି हाँ हाउ ହଉ तुमको डाकिबा कारण कौन कि कौन जोगी महाराजंकर बाहार हब ହଁ एठी गुआकंडा टिके दाउ पड़िबो କାହିଁ ଯୋଗୀ ଭଣ୍ଡା ନାହିଁ କି ଯୋଗୀ ଭଣ୍ଡା ନାହିଁ କି ନାଇଁ ନା ତାଙ୍କର ଟିକେ ଅସୁବିଧା ଅଛି ହଁ ହଁ ଆଚ୍ଛା ମୁଁ ତାହେଲେ ଯିବି ହଁ ଯିବ କୁଆଡେ କୁଆଡେ ଯିବି ତାହେଲେ ଅଙ୍ଗ ଦେଶ ହଁ ବଙ୍ଗ ଦେଶ ହଁ କଳିଙ୍ଗ ଦେଶ ହଁ ମଗ ଦେଶ ଏତେ ଏତେ ବାଟ ହଁ ଅଙ୍ଗ ବଙ୍ଗ କଳିଙ୍ଗ ନଭ ଯାଇ କିଏ କୋଉଠି ଯାଇ ରହିଲେଣି ହଁ ହଉ ଅସୁବିଧା ତମର କଣ ଅସୁବିଧା କିଛି ନାହିଁ ଯେ ସବୁ ଦିଆହବ ତମ ଖନ୍ଦାଶାଳରୁ ମାଣିଆ ଠିକ ମିଳିବ ତ ଏକା ମୁଠେ ଦେବି ଦେଖାରେ ଉଠି ପାରିବନି ଗାଡିକି ଦେଲ ହଁ ପେଟକୁ ଦେଲ ହଁ। ଗାଡି ଯାଇ ମୁକେ ନେଇଗଲାଣି ସବୁ ଦିଆହବ ଗାଡି ଯାଉଟା ଖୋଜା ଘର ଟିକେ ଖନ୍ଦାଶାଳରୁ ଦିଆହବ ହଉ ହଁ। ତାହେଲେ ମୁଁ ଯାଉଛି ତାହେଲେ ହଁ ଚାଲ ଏ ବରଣ ଘେନି ମୁଁ ଯାଉଛି ବରଣ ଘେନି ମୁଁ ଯାଉଛି ବାଟେ ଚୁଡ଼ା ପାଣି ଖାଉଛି ଅଧିଆ ଶାନ୍ତ ଦିଅନ୍ତି ବହୁତ ଅଧିଆ ଶାନ୍ତ ଦିଅନ୍ତି ବହୁତ ଗଡ଼ୁ ଜଣା ଯାଉଛି ଆଲୋ ଯାଉଛି ବାଟେ ଚୁଡ଼ା ପାଣି ଖାଉଛି ପାନ ହେବା ମନ କରି ଗମନ ବୁଲେ ମୂଲକ ମୂଲକ ଚକର ଲୋକ ଅଙ୍ଗ ଦେଶ ବଙ୍ଗ ଦେଶ କଳିଙ୍ଗ ଯେ ମଗ ଦେଶ ଏତେ ସଂଗାତ ମଇତ ଏ ସର୍ବେ ପାଇବେନି ମତ ଭୋଳା ନାଥ ଭାବେ ଲକ୍ଷ୍ମୀ ଯୋଗୀ ଠୁଳା ହେବେ ଚାରୁ ହୋଇ ହରସ ଅଙ୍ଗ ଦେଶରେ ପ୍ରବେଶ ଆଜ୍ଞା ହଁ କେହି କରି ନାହାନ୍ତି କି କଣ ଆଜ୍ଞା ଏଇଟା କୋଉ ଦେଶ କହିଲେ ତ ଜୁଳୁ ଜୁଳା ଭଳିଆ ହଉଛ ଏଇଟା କୋଉ ଦେଶ ମ ଓ ଏଇଟା କୋଉ ଦେଶ ଏଇଟା ହଁ ତମେ କଣ କହିଲ
କଣ କହିଲେ ଆପଣ ଅଙ୍ଗ ଦେଶ ଏଇଟା କି? ହଁ ଆଚ୍ଛା ଆଚ୍ଛା ମୁଁ ଟିକେ ଉଲ୍ଲା ଲୋକ ତ ତ ଜାଣିଛ ତ ଆଉ ବାଉଳି ଚାଳେ କଣ ହଉଛ? ଯୋଗୀ ଭାଇଙ୍କ ବାହାଘର ହବ। ହଁ ସେ କହିଲେ ଅଙ୍ଗ ଦେଶରେ ହଁ କୁନ୍ଦନାନୀ କି ଅଛି ହଁ ତାଙ୍କ ଘରେ ଗୁଆ ଦେଇକି ଆସିବ। ଆଚ୍ଛା 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 ତାଙ୍କ ଘରଟା କୋଉଟା ହଁ ଦେଖିବ? ଏଇପଟେ ଆସ କୋଉ ପଟେ? ଗାଁ ପଟେ ବୁଲିକି ଆସ। ବାଁ ପଟେ? ହଁ ହଁ ହଉ ତାହେଲେ ହଁ ଏଇ ନାନୀ କି? ଭଉଣୀ ହଉ ହଉ ସେଠାରୁ ଆଜ୍ଞା ଏଇଟା ବଙ୍ଗ ଦେଶ କି? ହଁ ମୁଁ ଯୋଗୀ ମହାରାଜଙ୍କ ବାରିକୁ ଆସିଥିଲି। ହଁ ତାଙ୍କର ବାହାଘର ହବ ତ ହଁ ସେ ଗୁଆ ପଠେଇଛନ୍ତି। ହଁ ତାଙ୍କ ବନ୍ଧୁ ଗୋଟେ ଦେଖେଇ ଦଉନ ଟିକେ। ଏଇଠି ଦେଖ ସେ ବାବୁ ଏଇଠି ବଇଛନ୍ତି ଦେଖନ୍ତୁ। ବଇଛନ୍ତି? ହଁ ଏଇଠି ଆଗରେ। ଯାଉଛି ତାହେଲେ ପାଖକୁ ଆଉ କଣ? ହଁ କଳିଙ୍ଗ ଦେଶେ ପ୍ରବେଶ ଆଜ୍ଞା ହଁ କୋଉ ଦେଶ କହିଲେ? ଏଟା କଳିଙ୍ଗ। କଳିଙ୍ଗ ଦେଶ। ହଁ ହଁ ଯୋଉଠି ଅଶୋକ ମହାରାଜା ଶାସନ କରିଥିଲେ। ବିଲି ଠୁଆଇଛି ଆଉ କଣ? ହଁ ଭଙ୍ଗା ହେଇଛି କଣ ବିଲି ରାଣିବ? ଭଙ୍ଗା ହବନି। ହଁ ରାଜା କେତେ ବର୍ଷ ହେଲା ଶାସନ କରିଥିଲେ? ଆଚ୍ଛା ଆଚ୍ଛା ଘର ଘର ବି ପୁରାଣ ହେଇଗଲାଣି। ହଁ ଆଉ ପୁରୁଣା ହେଲେ ଘର ଭଙ୍ଗା ହବ। ଆଚ୍ଛା ଇଏ ତାହେଲେ ବିଜୟ ସରକାର ଭାଙ୍ଗି ଦେଲେ ତାହେଲେ ଆଉ ହଁ ହଉ ଭାଙ୍ଗ ତ ଆଉ କଣ ଭାଙ୍ଗିଲେ ନୂଆ ଦେବେ ଆଉ କଣ? ଭାଙ୍ଗିଲେ ଦେବେନି। ଆଉ ଛାଡ ଆମର କଣ ମିଳିବ ଏଥିରୁ? ଏ ଯୋଗୀ ମାଙ୍କ ବାହାଘର ହବ। ନାଇଁ ତମେ ଅଧା ନେଇକି ଯାଅ। ନାଇଁ ଦଉନାହାନ୍ତି ପୁରା କେହି। ଦେବେ ଦେବେ। ନାଇଁ ମୁଁ ତ କୁଡ଼ିଆରେ ପଳେଇଛି ଆଉ। ନାଇଁ ତମ କୁଡିଆ ବେ ଠିକ ହେଇଯିବ। ଦେବେ ତାହେଲେ ଥର 2 ମହଲା ହେଇଯିବ। ନା କମ? ହଁ କୋଉଦିନ ତାହେଲେ? ଏବେ ଅପେକ୍ଷା କର। ହଁ କେତେ ମାସ ଭିତରେ ହବ ମ? ଦେଖୁନା ଅଳ୍ପ ଦିନ ପୁରା। ଆଉ ଛାଡ ଆମର କଣ ମିଳିବ ଏଥିରୁ? ଆଚ୍ଛା ତାଙ୍କ ବାହାଘର ହବ ଯୋଗୀ ମହାରାଜଙ୍କର। ହଁ ସେ ଗୁଆ ପଠେଇଛନ୍ତି। ହଁ ତାଙ୍କ ବନ୍ଧୁ ଘରେ ଦେଖେଇ ଦଉନ ଟିକେ। ବାବୁ ପୁରା ହେଇଠି ବସିଛନ୍ତି ଆଗରେ ପ୍ୟାଣ୍ଟ ସାର୍ଟ ପିନ୍ଧିକି ଧଳା ସାର୍ଟ। ବାବୁ ଗୋଟେ ଏକାବେଳେ ଧରିକି ଆସିବ। ଆପଣ କଣ ହେବେ? ନା ହଉ ଏଇ ତାହେଲେ କଲିନ ନା। ଏଇଠି ଗୁଆ ପଠେଇଛନ୍ତି ରଖ। ସହରେ ବାହାଘର ଚାରେ ହଉଛି 32ରେ ମଙ୍ଗନ ଲାଗେଇ ଯାଇ ପହଞ୍ଚିବ ଖାଲି ହସୁଛନ୍ତି ନା ଆମର। ତୁହ ଇହର ସାହେବ ପ୍ରଦେଶରେ ପ୍ରବେଶ। ଆଜ୍ଞା ହଁ ଏଇଟା ମଗ ଦେଶ କି? ହଁ ହଁ ହେଇତ ଖାଲି ଜଙ୍ଗଲ ହେଇଛି ଆଉ କଣ? ଖାଲି ମେଘ ମାଳ ମାଳ ଏଠି। ମେଘ? ହଁ କାଇଁ ଖାଲି ଗରମ କରୁଛି। କଣ କହୁଛ? ଉପରୁ ପାଣି ଉପରୁ ପାଣି ଧରୁନି। ଆସିବ କି? ଯୋଉ ସମୟରେ ଚାହିଁବ ଏଇ ଦେଶରେ ସଦାବେଳେ ମେଘ। ସତନା କମ? ହଁ ତାହେଲେ ବେଗି ତାହେଲେ ଯୋଗୀ ମାଙ୍କ ବାହାଘର ହବ। ହଁ ତାଙ୍କ ଗୁଆ ପଠେଇଛନ୍ତି। ଆଚ୍ଛା ତାଙ୍କ ଘରଟା ଦେଖେଇ ଦଉ ଟିକେ ମୁଁ ବେଗି ପଳେଇବି। ତାଙ୍କ ବନ୍ଧୁ ଘରକୁ ଯିବ? ସେଇଠି ଦେଖ ଭାଇନା ଲମ୍ବେଇ ଗୋଡ ବସିଛନ୍ତି ହାଲିଆ ହେଇକି ସିଟି। ହଁ ମୁଁ ଯାଉଥିଲି ଭାଇନା। ହଁ ହଁ ରୁହ ଇହର ସାହେ ନିଜ ରାଜରେ ପ୍ରବେଶ। ସଙ୍ଗାତ ମୈତ୍ରଏ ସର୍ବେ ପାଇଲେ ନିମନ୍ତ୍ରଣ। ଭୋଳାନାଥ ଭାବେ ଲକ୍ଷେ ଯୋଗୀ ଠୋଳା ହେବେ। ଆଜ୍ଞା ହଁ ହଁ ସବୁ ଦେଇକି ଆଇଲି। ସବୁ ଦେଇଦେଲ? ପୁରା ମୁଠାକେ ଦେଇକି ଆଇଛି ଆଉ। କଣ କହୁଛ? ପାଇଲ କେତେ? ନାଇଁ କେହି ଦେଇନାହାନ୍ତି। ଆଉ ଗୋଟିଏ କାମ ବାକି ରହିଗଲା। କଣଟେ? ସେଇଟା ସରିଲେ ସବୁ ପାଇବ। କଣଟେ କହୁନାହାନ୍ତି? ଟିକେ ଅଳତା ଫଳତା ଦିଆ ହବନି? ଇଏ ଗୋଟେ କଥା। ହଁ ମୁଁ ନିଜେ ମାରିଦେବି। କି ଆଶ୍ଚର୍ଯ୍ୟ କଥା।
କଣ କି କଥା ମ ମାଇ ପିଲା ଲୋକକୁ ତମେ ମର୍ଦ ପିଲା ମାରିବ ତମ ଘରେ ପଞ୍ଚୁକ ଧାନ ବାହାଘର ହେଲା ଆଚ୍ଛା ତାକୁ ନିଜ ସ୍ତ୍ରୀ ମୁଣ୍ଡେ ମାରିଥିଲି କଣ କହୁଛ ପଚାରୁନ ତମେ ତାହେଲେ ଫୋନ କରିକି ଆଇ ସେ ବୁଢା ବୁଢୀ ହେଲେଣି ତାଙ୍କର ଆଉ କଣ ଡେଟ୍ ଅଛି ନାଇଁ ନା 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 ଏବେ ଯାଇକି ମାରି ଦେଇକି ନାଇଁ ଏବେ ଆଉ ହବନି ଚଳିବ ତାହେଲେ କଣ କରିବା ବର୍ତ୍ତମାନ ଯୁଗରେ କଣ ଚଳିବ ତାହେଲେ କଣ କରିବା ତମ ମାଇ ପିଲାକୁ ଡାକିବାକୁ ପଡିବ କାହାକୁ ତମ ଘର ବାଲାଙ୍କୁ ମାନେ ମୋ ନିଜ ସ୍ତ୍ରୀ କି ତମ ନିଜ ଆଉ ରଖିଛ କି କୁଆଡେ ନିଜ ଗୋଟେ ଅଛି ବଡ ଗୋଟେ ଅଛି କଣ କହୁଛ କାହାକୁ ଡାକିଦେବ କୁହ ତମେ କଣ ନଟ ଗୋଟ ନା କଣ ନାଇଁ ନାଇଁ ଜଣେ ଘର ବାଲି ଜଣେ ବାହାର ବାଲି ଆଏ 2 ଟଙ୍କାରେ ଯିଏ ନାବ ଦେବ ସିଏ ହିଁ ମରିବ ନାଇଁ ମୁଁ କୋଉଟା ଫାଡ଼ିକି ଠିଆ ହଉଛି ଆଉ ତାହେଲେ ସିଧା କିଳା ବସିବ ତାହେଲେ ଡାକିଲି ତାହେଲେ କହୁଛ ହଁ ହଁ ଡାକି ଦିଅ ଡାକିଲେ ସେ ଆଉ ଟିକେ ଅଧିକ ନେବାକୁ ପଡିବ ସବୁ ଦିଆ ହବ ଦେଇପାରିବ ତ ମୁଁ ଡାକୁଛି ତାହେଲେ ବାବୁ ଘର ଦେବେ ଆମେ ଦଉଛୁ ନା କଣ ଯୋଗୀ ମହାରାଜଙ୍କର ବାହାଘର ଗୋଟି ହଁ ହଉ ତାହେଲେ ଏ ବାଦଲ ବାବୁ ପୁଅ ନା ଡାକିଲେ ତ ଶୁଣୁନି ଆଉ ଏ ଚମ୍ପି ବୋଉ ଲୋ ଶୋଇଛୁ କି ମୁଦୁ ଶୁଲି ତୁ ବଜାର ଶୋଇଛୁ କି ମୁଦୁ ଶୁଲି ତୁ ବଜାର ରଜାଙ୍କ ଡକରା ଲୋ ପଡ଼ି ଅଛି ପରା ଶୋଇଛୁ କି ମୁଦୁ ଶୁଲି ତୁ ବଜାର ବୁଲି ରାଣୀକୁ ଶୁଭେଚ୍ଛା ଲୋ କରି ଦବୁ ଆଶା ତୋ ପାଇଁ ଆଣିଛି ପାଟ ବୁଲୁଛି ବଜାର ବୁଲି ଶୋଇଛୁ କି ମୁଦୁ ଶୁଲି ତୁ ବଜାର মতে ডাকুছি চম্পি পিলা মকড়ে কান্দুছি চম্পি বাবা মতে পত্র মুনে উচি তোড়ি বড় করিল পত্র মুনে উচি তোড়ি হুড়াহুড়ি মুলা মকিয়ে দেউছিল চম্পি বাবা তলে দিও সালো পতিলে পাইবা মূল পেটি তলে দিও সালো পতিলে পাইবা মূল হুড়াহুড়ি ফুল মকিয়ে দেউছিল চম্পি বাবা
ଡାକିଲ କି? କଣ ପାଇଁ ଡକେଇଲି କି? ଯୋଗୀ ମଜାଙ୍କ ବାହାଘର ହବ, ତାଙ୍କ ନିଜ ସ୍ତ୍ରୀ ମାନେ ଅଳିତା ଲଗେଇବେ। କାହିଁ ତମେ ଟିକେ ମାରିଦେଲନି ଅଳିତା? ମୁଁ ମାରିଥାନ୍ତି ଯେ ସେ କହିଲେ ତମେ ମାରିଲେ ଟିକେ କମ୍ ମିଳିବ, ତମ ନିଜ ସ୍ତ୍ରୀ ମାରିଲେ ଟିକେ ଅଧିକା ମିଳିବ। ତମେ ତ ପଛପଟିଆ ମାରି ଦେଇଥାନ୍ତା। ଆରେ ମାରିଥାନ୍ତି ମିଳିବ କାହିଁକି, ପୁରା କମ୍ ପରେ ମିଳିବ, ଏମିତିରେ ମୋଟା ଦେବେ। ତାହେଲେ ହଉ, ସେଇପାଇଁ ତାକୁ ଡାକିଲି ପରା ମୁଁ। ତାହେଲେ ମୁଁ ଅଳିତା ଦେବି। ହଁ ଆସ ଗো କେଲାଇବ କେଲାଇବ ଅଳିତା, ଆସ ଗো କେଲାଇବ। କୁଆ ଗଲେ ମୁଁ ହଁ କଣ ଅଲତା ସଇଲାଇ? ହଁ ମାଲ ମିଳି ପାଇଲା, ମାଲ ଦିଆହବ ନା। ଏଇତି ମୋ ଶୁଣନ୍ତୁ ଏକ ବିଶେଷ ଘୋଷଣା। ହଉ ତାହେଲେ ଦେଖି ଚଟି ବାରିକ ବାରିକାଣ୍ଡରୁ ମୁଗ୍ଧ ହୋଇ କୁନ୍ଦନାନୀ 40 ଟଙ୍କାର ପ୍ରଦାନ କରିଛନ୍ତି। ସେ ମହେଶଙ୍କୁ ଆମ୍ଭ ଅନୁଷ୍ଠାନ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ। ବାବା ନୀଳକଣ୍ଠେଶ୍ୱର ମା ଦଣ୍ଡକାଳୀ ତାଙ୍କର ଚଲାପଥରେ ପୁଷ୍ପବୃଷ୍ଟି କରନ୍ତୁ, ତାଙ୍କର ସବୁ ଆରୋଗ୍ୟ ଖଣ୍ଡନ କରନ୍ତୁ। ଜୟ ଶିବ ଶମ୍ଭୁ। ଆଚ୍ଛା ମାଲଟା କିଏ ଦେବ, ତମେ ଦେବ ନା ବାବୁ ଘରେ ଦେବେ? ଖନ୍ଦାଶାଳୀ ବାବୁ ଘର ଦେବେ ନା। ବାବୁ ନାମ ଡାକୁଛି ତାହେଲେ ଗ୍ୟାରେଣ୍ଟି ଦେଖ। ଏବେ କେ ବାବୁ ବିଦା କର, ଏବେ କେ ବାବୁ ବିଦା କର। ବାବୁ ଚଳି ଗଲେ ମାରି ଚାବି ଖୋଲିଲେ ବାଳା ହସରେ କଢାଇ ଦେଲେ ଭାଇ ଆଜ୍ଞା ମୁଁ ଭାବିଲି ହଁ ଉପରେ ମିଳିବ ବୋଲି,
ମିଳିଲା 100 ଉପରେ। କଣ କହୁଛ? 100 ଉପରେ ମିଳିଲା। ଆଏ ତମର ଅଳ୍ପ ଦିନ ଭିତରେ ଭାଗ୍ୟ ପରିବର୍ତ୍ତନ ହଉଛି, ତମେ ଧୈର୍ଯ୍ୟ ଧର। ସତନା କମ ବାବା ମା ଅଛନ୍ତି, ତମ କଣ ବିଶ୍ୱାସ ନାହିଁ ନା କଣ? ମୁଁ ଯାଉଛି ତାହେଲେ ଆଉ। ହଁ ଯାଅ ଯାଅ, ବିଳମ୍ବ ହେଲାଣି।